संभाव्य बात्याକୁ ନେଇ ଅଜୟପଲ୍ଲୀ ସମୁଦ୍ର କୂଳରେ ବାହାର ରାଜ୍ୟର ମାଛ ମାରିବାକୁ ଆସିଥିବା ଅନେକ ଟ୍ରଲର ଫସିଛି। ଗୋପାଳପୁର ସୋନପୁର ସହ ଅନ୍ୟ ସମସ୍ତ ବେଳାଭୂମିରେ ପର୍ଯ୍ୟଟକଙ୍କୁ ମନା କରାଯାଇଛି। ସେହିପରି ଅଜୟପଲ୍ଲୀ ସମୁଦ୍ର କୂଳରେ ମଧ୍ୟ ବାହାର ରାଜ୍ୟର ମାଛ ମାରିବାକୁ ଆସିଥିବା ଅନେକ ଟ୍ରଲର ଫସିକି ଅଛି। ଏପର୍ଯ୍ୟନ୍ତ ଟ୍ରଲରଗୁଡ଼ିକୁ କୂଳକୁ ଆସିନାହିଁ। ମେରାଇନ୍ ଥାନା ପକ୍ଷରୁ ଟ୍ରଲରଗୁଡ଼ିକ ଉପରେ ନଜର ରଖାଯାଇଛି। ପ୍ରାୟ 30ରୁ ଉର୍ଦ୍ଧ୍ୱ ଟ୍ରଲର ମାଛ ମାରିବାକୁ ଆସି ଗୋପାଳପୁର ବନ୍ଦର ନିକଟରେ ଫସି ଅଛନ୍ତି। ଦକ୍ଷିଣ ଓଡ଼ିଶାରୁ ଖଣ୍ଡେଶ କୁମାର ସାହୁଙ୍କ ରିପୋର୍ଟ, ଓଡ଼ିଶା ଦର୍ପଣ ନ୍ୟୁଜ୍ ଚ୍ୟାନେଲ।